ଆଜି ଆମେ ଏ ଭିଡିଓରେ ଆଲୋଚନା କରିବା ପାଇଁ ଯାଉଛୁ ପିଲେ ଅଷ୍ଟମ ଶ୍ରେଣୀର ପରିମିତି ଚାପ୍ଟର ଅନୁଶୀଳନୀ 5C ଏବଂ ଏଠି ଆମେ କଣ ସବୁ ପଢିବା ପାଇଁ ଯାଉଛୁ ପିଲେ ଖାଲି ଅନୁଶୀଳନୀ 5C ପଢିବାନି ପିଲେ ଅନୁଶୀଳନୀ 5C ପୂର୍ବରୁ ଯାହା ବି କନସେପ୍ଟ ରହିଛି ଯେମିତିକି ଯେଉଁ କନସେପ୍ଟ ଆମେ ଜାଣିଲେ 5C କରିପାରିବା ସେଇ କନସେପ୍ଟକୁ ପ୍ରଥମେ ଦେଖିବା ତାପରେ ଆମେ ଅନୁଶୀଳନୀ 5C କୁ ଯିବା ପିଲେ ଏବଂ ତମେ ଧ୍ୟାନ ଦେଇ ଶୁଣ ପିଲେ ମୁଁ କନସେପ୍ଟ ଗୁଡ଼ିକୁ ବହୁତ ସୁନ୍ଦର ଭାବରେ ବୁଝାଇବା ପାଇଁ ଯାଉଛି ପିଲେ ଏବଂ ଏଇ କନସେପ୍ଟକୁ ତମେ ଯଦି ଟିକେ ଧ୍ୟାନ ଦେଇ ଶୁଣିବ ପିଲେ ବହୁତ ସରଳ ଉପାୟରେ ବହୁତ ସହଜରେ ତମେ ଶିଖିଦେବ ଏବଂ ଦେଖିବ ଏ ଅନୁଶୀଳନୀ 5C ରେ ଯାହା ବି ନମ୍ବର ଅଛି ପିଲେ ବହୁତ ସୁନ୍ଦର ଭାବରେ କରିପାରିବ। ତ ଦେଖିବ ପିଲେ ପ୍ରଥମେ ଯୋଉ କନସେପ୍ଟ ଅଛି କ୍ଷେତ୍ର କ୍ଷେତ୍ରଫଳ ଏଇ ସବୁ କନସେପ୍ଟ ଗୁଡାକ ଏଠି ଅଛି ପିଲେ ଏବଂ କ୍ଷେତ୍ର କଣ କ୍ଷେତ୍ରଫଳ ଆମେ କେମିତି ମାପିବା ଏଇ ସବୁ ଜିନିଷ ଏଠି ଆମେ ଚର୍ଚ୍ଚା କରିବା ପିଲେ। ତ ଦେଖିବା ସେ କ୍ଷେତ୍ର ଏବଂ କ୍ଷେତ୍ରଫଳ କଣ ପିଲେ ଏବଂ ଆମେ ଏହାକୁ ଇଂଲିଶରେ କଣ କହୁଛୁ ଆମେ କେମିତି ମାପି ପାରିବା ଏ ସବୁ ଜିନିଷ ଆମେ ଏଠି ଆଲୋଚନା କରିବା ପିଲେ। ତ ଏଠି ଦେଖ ପିଲେ କ୍ଷେତ୍ରକୁ ଆମେ ଇଂରେଜୀରେ କହୁଛୁ ରେଜିଅନ ବୋଲି। ଓକେ ଆଉ କ୍ଷେତ୍ରଫଳକୁ ଆମେ କଣ କହୁଛୁ ଆମେ ଏରିଆ ବୋଲି କହୁଛୁ ପିଲେ। ଠିକ ଅଛି ପ୍ରଥମେ ବୁଝିବା କ୍ଷେତ୍ର କଣ ବା ରେଜିଅନ କଣ ତାପରେ ଆମେ ଯିବା କ୍ଷେତ୍ରଫଳକୁ। ତ ଏଠି ତମେ ଦେଖିପାରୁଥିବ ଗୋଟେ ମୁଁ ଚିତ୍ର ଏଠି ଡ୍ର କରିଦଉଛି ଏଇ ଚିତ୍ରର ନାମ ହେଉଛି ପିଲେ ତ୍ରିଭୁଜ। ଠିକ ଅଛି ତ ଏଇ ଯୋଉ ତ୍ରିଭୁଜ ପିଲେ କେତୋଟି ବାହୁକୁ ନେଇ ଗଠିତ ପିଲେ ତିନୋଟି ବାହୁକୁ ନେଇ ଗଠିତ ତିନୋଟି ବାହୁକୁ ନେଇ ଗଠିତ ହେଇଛି। ତ ପିଲେ ଏଇ ଯୋଉ ତ୍ରିଭୁଜ ଦେଖୁଛ ଏଇ ତ୍ରିଭୁଜର ଅନ୍ତସ୍ଥ ଆମେ କାହାକୁ କହିବା ପିଲେ ତ୍ରିଭୁଜର ଅନ୍ତସ୍ଥକୁ ବୁଝିବା ପାଇଁ ପିଲେ ଏଠି ଦେଖ ପିଲେ ଏଇ ଚିତ୍ରକୁ ତମେ ଦେଖ ପିଲେ ଏଇ ଯୋଉ ତ୍ରିଭୁଜ ଭିତରେ ଯେତିକି ତମେ ରେଡ କଲର ଯୋଉ ଏରିଆ ଜାଗା ଦେଖୁଛ ପିଲେ ରେଡ କଲର ଯାହା ବି ତମେ ଦେଖୁଛ ତାହାକୁ ଆମେ କଣ କହିବା ପିଲେ ତାହାକୁ ଆମେ କଣ କହିବା ଏଇ ତ୍ରିଭୁଜର ଅନ୍ତସ୍ଥ ବୋଲି କହିବା। ତ ଆମେ କ୍ଷେତ୍ର କାହାକୁ କହିବା ପିଲେ ଏବେ ତ ଏଇ ଯୋଉ ତ୍ରିଭୁଜର ଅନ୍ତସ୍ଥ ବା ଅନ୍ତର୍ଦେଶ ଆମେ କହିପାରିବା ଅନ୍ତର୍ଦେଶ ବହିର୍ଦେଶ ଆମେ ପଢିଛୁ ପିଲେ ଏଇ ତ୍ରିଭୁଜର ଅନ୍ତର୍ଦେଶ ଏବଂ ଏଇ ତ୍ରିଭୁଜର ତିନୋଟି ବାହୁ ଏ ଦୁଇଟିର ସଂଯୋଗରେ ବୁଝିହେଲା ପିଲେ ଏଇ ଦୁଇଟିର ସଂଯୋଗରେ କଣ ଗଠିତ ହୁଏ ପିଲେ କ୍ଷେତ୍ର ଗଠିତ ହୁଏ। କେଉଁ କ୍ଷେତ୍ର ପିଲେ ତ୍ରିଭୁଜର କ୍ଷେତ୍ର ଗଠିତ ହେଇଛି ବା ତ୍ରିଭୁଜ ଆକୃତିର କ୍ଷେତ୍ର ବୋଲି ଆମେ କହିପାରିବା। ବୁଝିହେଲା ପିଲେ ଏଇ ତିନୋଟି ବାହୁ ଆଉ ଏହାର ଅନ୍ତର୍ଦେଶକୁ ନେଇକି ଆମେ କଣ ଗଠିତ କରିବା ପିଲେ ଏଇ ତ୍ରିଭୁଜର କ୍ଷେତ୍ର ଗଠିତ ହେବ। ଏବଂ ଏଇ ଯୋଉ କ୍ଷେତ୍ର ଗଠିତ ହେଲା ପିଲେ ତ୍ରିଭୁଜର କ୍ଷେତ୍ର ଏଇ କ୍ଷେତ୍ରର ବା ଏହି ରେଜିଅନର ମାପକୁ ଏଇ ରେଜିଅନର ମାପକୁ ଆମେ କଣ କହିବା ପିଲେ ଏହି ରେଜିଅନର ମାପକୁ ଆମେ କହିବା ପିଲେ କ୍ଷେତ୍ରଫଳ ବୋଲି ଆମେ କହିବା। ବୁଝି ହେଲା ତ ତିନୋଟି ବାହୁ ଓ ଅନ୍ତର୍ଦେଶରୁ କଣ ଗଠିତ ହେଲା ପିଲେ କ୍ଷେତ୍ର ଗଠିତ ହେଲା। ଏଇ ତ୍ରିଭୁଜାକୃତି କ୍ଷେତ୍ର ଯୋଉ ଗଠିତ ହେଲା ପିଲେ ତାହାର ମାପକୁ ଆମେ କଣ କହିଲୁ ପିଲେ ଆମେ କ୍ଷେତ୍ରଫଳ ବୋଲି କହିଲୁ। କାହାର କ୍ଷେତ୍ରଫଳ ବୋଲି କହିଲୁ ପିଲେ ଏହି ତ୍ରିଭୁଜର କ୍ଷେତ୍ରଫଳ ବୋଲି ଆମେ କହିଲୁ। ତ ଏଇଟା ତିନୋଟି ଭୁଜ ଥିଲା ବା ତିନୋଟି ବାହୁ ଥିଲା ତେଣୁ ଆମେ ତ୍ରିଭୁଜ କହିଲେ। ସେମିତି ଆମେ ଯଦି ଚତୁର୍ଭୁଜ କଥା ଚିନ୍ତା କରିବା ଚତୁର୍ଭୁଜରେ ଚାରୋଟି ବାହୁ ଥିବ ଏବଂ ଚାରୋଟି ବାହୁର ଯୋଉ ଅନ୍ତର୍ଦେଶ ପିଲେ ୟେଲୋ କଲରରେ ତମେ ଦେଖିପାରୁଛ ଏଇଟା ହଉଛି ତାର ଅନ୍ତର୍ଦେଶ। ତ ଏଇ ଯୋଉ ଅନ୍ତର୍ଦେଶ ଏବଂ ଏଇ ଚାରୋଟି ବାହୁକୁ ନେଇ କଣ ଗଠିତ ହେବ ପିଲେ ତ୍ରିଭୁଜର କ୍ଷେତ୍ର। ସରି ପିଲେ ତ୍ରିଭୁଜ ନୁହେଁ ଏଇଟା ଏଇଟା ତ ଚତୁର୍ଭୁଜ ଆସିଗଲା ନା ଚତୁର୍ଭୁଜ ଚତୁର୍ଭୁଜର କ୍ଷେତ୍ର ଆସିଯିବ ବା ଚତୁର୍ଭୁଜ ଆକୃତି କ୍ଷେତ୍ର ବୋଲି ଆମେ କହିପାରିବା। ଚତୁର୍ଭୁଜ ଆକୃତି କ୍ଷେତ୍ର ବୋଲି କହିବା ବା ଚତୁର୍ଭୁଜ ଆକୃତିର କ୍ଷେତ୍ର ବୋଲି ଆମେ କହିପାରିବା। ତ ଏଇ ଯୋଉ କ୍ଷେତ୍ର ରହିଛି ପିଲେ ଏଇ କ୍ଷେତ୍ରର କ୍ଷେତ୍ରଫଳକୁ ଆମେ କଣ କହିବା ପିଲେ ଏଇ କ୍ଷେତ୍ରର କ୍ଷେତ୍ରଫଳ ବା କ୍ଷେତ୍ରର ମାପ କଥା ତମେ ଚିନ୍ତା କର ଏଇ କ୍ଷେତ୍ରର ମାପକୁ ଆମେ କଣ କହିବା ଆମେ କହିବା କ୍ଷେତ୍ରଫଳ ବୋଲି କହିବା। କାହାର କ୍ଷେତ୍ରଫଳ ଚତୁର୍ଭୁଜର କ୍ଷେତ୍ରଫଳ ବୋଲି ଆମେ କହିବା ପିଲେ। ବୁଝିହେଲା ସେହିପରି ପିଲେ ଆମେ ଯଦି ଦେଖିବା ଗୋଟେ ବୃତ୍ତ କଥା ଚିନ୍ତା କରିବା ଏଇଟା ହଉଛି ବୃତ୍ତର ଅନ୍ତର୍ଦେଶ ପିଲେ ଆଉ ତମେ ଦେଖିପାରୁଛ ବ୍ଲୁ କଲରରେ ଅଛି ଏଇଟା ହଉଛି ଅନ୍ତର୍ଦେଶ। ଏ ଅନ୍ତର୍ଦେଶ ଏବଂ ଏହାକୁ ଆମେ କଣ କହୁଛୁ ପିଲେ ପରିଧି ବୋଲି କହିଥାଉ। ବୁଝିହେଲା ପିଲେ ଏଇ ଯୋଉ ବୃତ୍ତର ଯୋଉ ବାଉଣ୍ଡରୀ ଆମେ ପାଉଛୁ ପିଲେ ଏହାକୁ ଆମେ ପରିଧି ବୋଲି କହୁଛୁ ପିଲେ। ଏଇ ପରିଧି ଏବଂ ଏଇ ଅନ୍ତର୍ଦେଶ ଏହାର ସଂଯୋଗରେ କଣ କଣ ଗଠିତ ହୁଏ ପିଲେ ଏ ବୃତ୍ତର କ୍ଷେତ୍ର ଗଠିତ ହୁଏ। କଣ ଗଠିତ ହୁଏ ବୃତ୍ତର କ୍ଷେତ୍ର ଗଠିତ ହୁଏ ଏବଂ ଏଇ କ୍ଷେତ୍ରର ମାପକୁ ଏଇ ମାପକୁ ଆମେ କଣ କହୁଛୁ ପିଲେ ମାପକୁ ଆମେ କ୍ଷେତ୍ରଫଳ ବୋଲିକରି ଆମେ କହୁଛୁ। ବୁଝିହେଲା କ୍ଷେତ୍ରଫଳ କାହାକୁ କହୁଛୁ ତ ରେଜିଅନର ମାପକୁ ବା ମେଜରମେଣ୍ଟ ଅଫ ରେଜିଅନ ଇଜ କଲ୍ଡ ଏରିଆ। କ୍ଷେତ୍ରର ମାପକୁ ଆମେ କଣ କହିଥାଉ କ୍ଷେତ୍ରଫଳ ବୋଲିକରି କହିଥାଉ।
ସେମିତି ଆମେ ଯଦି ପିଲେ ଏଇଟା ତ ଚତୁର୍ଭୁଜ ଗଲା ପିଲେ ପଞ୍ଚଭୁଜ କଥା ଚିନ୍ତା କରିବା। ତ ଏଇ ପଞ୍ଚଭୁଜ ବା 5ଟା ଯୋଉ ବାହୁ ପାଉଛୁ ପିଲେ 5ଟି ବାହୁ ଏବଂ ଯୋଉ ଅନ୍ତର୍ଦେଶ ଯୋଉ ପାଇଲ ଏଇଟା, ଏଇ ଯୋଉ ଅନ୍ତର୍ଦେଶ, ଏଇ ଅନ୍ତର୍ଦେଶକୁ ନେଇ କଣ ଗଠିତ ପିଲେ? ପଞ୍ଚଭୁଜର କ୍ଷେତ୍ର ଗଠିତ। ଏବଂ ଏଇ ପଞ୍ଚଭୁଜର କ୍ଷେତ୍ରକୁ ଆମେ କଣ କହିବା ପିଲେ? ପଞ୍ଚଭୁଜର କ୍ଷେତ୍ରର ମାପକୁ ଏଇ ଏଇ ପଞ୍ଚଭୁଜର ବୁଝିହେଲା ପିଲେ କ୍ଷେତ୍ରର ମାପକୁ ଆମେ କଣ କହିବା ପିଲେ? ପଞ୍ଚଭୁଜର କ୍ଷେତ୍ରଫଳ ବୋଲି କହିବା। ସେହିପରି ଯଦି ଷଡଭୁଜ କଥା ଆମେ ଚିନ୍ତା କରିବା ପିଲେ, ଯଦି 6ଟି ବାହୁ ଅଛି ପିଲେ 3, 4, 5, 6, ଏମିତି ଆମେ 6ଟି ବାହୁ ପାଉଛୁ। ଏଇ 6ଟି ବାହୁ ଏବଂ ତାହାର ଅନ୍ତର୍ଦେଶର ସଂଯୋଗରେ କ୍ଷେତ୍ର ଗଠିତ ହେଲା ପିଲେ ଏବଂ ଏହାର ମାପକୁ ଆମେ କଣ କହୁଛୁ ପିଲେ? ଆମେ କ୍ଷେତ୍ରଫଳ ବା ଏରିଆ ବୋଲିକରି ଇଂରାଜୀରେ ଆମେ କହିଥାଉ ପିଲେ। ବହୁତ ସରଳ ଉପାୟରେ ଆମେ କ୍ଷେତ୍ର ଓ କ୍ଷେତ୍ରଫଳ କଣ ଆମେ ବୁଝିଗଲୁ ପିଲେ। ତାପରେ ଆମେ ଦେଖିବା ପିଲେ ଏଇ ଯୋଉ କ୍ଷେତ୍ରଫଳ କଥା ଆମେ ଯୋଉ କହୁଛୁ ପିଲେ, ଏଇ କ୍ଷେତ୍ରଫଳକୁ ଆମେ ମାପିବା କିପରି ପିଲେ? କେଉଁ ଏକକ ବ୍ୟବହାର କରିବା ପିଲେ? ସେ ଏକକ କଣ ବୁଝିହେଲା? ତ କ୍ଷେତ୍ରଫଳକୁ ମାପିବା ପାଇଁ ଆମେ କେଉଁ ଏକକ ବ୍ୟବହାର କରିଥାଉ ଏବଂ କେମିତି ମପାଯାଏ ସେଠିର କନସେପ୍ଟ ଆମେ ଜାଣିବା ନିହାତି ଦରକାର ପିଲେ। ତାପରେ ଦେଖିବା ପିଲେ କ୍ଷେତ୍ରଫଳର ଏକକ କଣ? ଆମେ ଏଇ ସ୍ଲାଇଡରେ ଦେଖିବା ପିଲେ। ଏଠି ତମେ ଦେଖିପାରୁଥିବ, ଏଠି ମୁଁ ଗୋଟେ ଚିତ୍ର ଡ୍ର କରିଦେଇଛି ପିଲେ। ଏହି ଚିତ୍ରର ଦେଖିପାରୁଥିବ, ଏଇଟା ହଉଛି ତାର ଦୈର୍ଘ୍ୟ ପିଲେ, ଏଇଟା ହଉଛି ତାର ପ୍ରସ୍ଥ ପିଲେ ଏବଂ ଗୋଟିଏ ଚିତ୍ରର ଦେଖିପାରୁଥିବା ଦୈର୍ଘ୍ୟ ଏବଂ ପ୍ରସ୍ଥ ଏଠି ସମାନ ପିଲେ। ଦୈର୍ଘ୍ୟ ଓ ପ୍ରସ୍ଥ ସମାନ ଏବଂ ପ୍ରତ୍ୟେକ କୋଣ ପିଲେ ଏଠି 90 ଡିଗ୍ରୀ। ପ୍ରତ୍ୟେକ କୋଣ 90 ଡିଗ୍ରୀ। ତ ଏ ପ୍ରକାରର ଚିତ୍ରକୁ ଆମେ କଣ ବୋଲି କହିଥାଉ ପିଲେ? ଆମେ ବର୍ଗ ଚିତ୍ର ବୋଲି କହିଥାଉ। କଣ ବୋଲି କହିଥାଉ? ବର୍ଗ ଚିତ୍ର ବୋଲି କହିଥାଉ। ଓକେ। ତ ବର୍ଗଚିତ୍ରର ସବୁ ବାହୁ ସମାନ ପିଲେ। ଆମେ ଜାଣିଛୁ ବର୍ଗଚିତ୍ରର ସବୁ ବାହୁ ସମାନ। ତେଣୁକରି ଆମେ ଯେତେବେଳେ କ୍ଷେତ୍ରଫଳ କଥା ଚିନ୍ତା କରିବା ପିଲେ, କ୍ଷେତ୍ରଫଳର ଏକକକୁ ପିଲେ ଆମେ କଣ ବୋଲି କହିବା? ଆମେ କହିବା ବର୍ଗ ଏକକ ବୋଲି କହିବା। ଯେକୌଣସି କ୍ଷେତ୍ରର ଆମେ ଯଦି କ୍ଷେତ୍ରଫଳ କଥା ଆମେ ଚିନ୍ତା କରୁଛୁ ପିଲେ, ତାହାର ଏକକ କଣ ହେବ? ବର୍ଗ ଏକକ ବୋଲି କହିବା। ଆମେ କଣ କହିବା ପିଲେ? ବର୍ଗ ଏକକ। ତ ଏକକ ପୂର୍ବରୁ ଆମେ ବର୍ଗ ୱାର୍ଡ ଲଗେଇବା ପିଲେ। ବୁଝିହେଲା? ଯଦି ଆମେ ଏକକ ଜାଗାରେ ସେଣ୍ଟିମିଟର ଲଗାଉଛୁ ପିଲେ, ଆମେ ଯେମିତି ପିଲେ ବହୁତ ସାରା ଜିନିଷ ପିଲେ ଆମେ ଓଜନ ମାପିବା ପାଇଁ ଆମେ କଣ ବ୍ୟବହାର କରିଥାଉ ପିଲେ? ଆମେ କିଲୋଗ୍ରାମ, ଗ୍ରାମ, କୁଇଣ୍ଟାଲ ଏସବୁ ଜିନିଷ ଆମେ ବ୍ୟବହାର କରିଥାଉ ପିଲେ। ସେହିପରି କ୍ଷେତ୍ରର ମାପ କରିବା ପାଇଁ, କ୍ଷେତ୍ରର ମାପ ବା କ୍ଷେତ୍ରଫଳର ମାପ କରିବା ପାଇଁ ଆମେ କେଉଁ ଏକକ ବ୍ୟବହାର କରିବା ପିଲେ? ଆମେ ବର୍ଗ ଏକକ ବୋଲି ବ୍ୟବହାର କରିବା ଏବଂ ଏଇ ଏକକ ଜାଗାରେ ପିଲେ ଆମେ କଣ ୟୁଜ୍ କରିପାରିବା? ଆମେ ସେଣ୍ଟିମିଟର ବି ୟୁଜ୍ କରିପାରିବା। ଆମେ ମିଟର ୟୁଜ୍ କରିପାରିବା, ଆମେ କିଲୋମିଟର, ଏମିତି ବଡ଼ ବଡ଼ ଏକକ ମାନେ ଅଛି ପିଲେ ସେ ସବୁ ଜିନିଷ ଆମେ ବ୍ୟବହାର କରିପାରିବା। ତ ଯଦି ଆମେ ସେଣ୍ଟିମିଟର କଥା ହେଲୁ ପିଲେ ବର୍ଗ ସେଣ୍ଟିମିଟର ହେବ। ମିଟରର କଥା ହେଲୁ ପିଲେ ଆମେ ବର୍ଗ ମିଟର କହିପାରିବା। ସେମିତି କିଲୋମିଟର କଥା ଯଦି ଆମେ ହେଲୁ ପିଲେ ଆମେ ବର୍ଗ କିଲୋମିଟର ବୋଲି କହିପାରିବା। ଠିକ ଅଛି। ତ ଦେଖ ପିଲେ, ତ ଆମେ ଏଇ ଯୋଉ ବର୍ଗଚିତ୍ର ପାଇଲୁ, ଏହାର ଯଦି ଆମେ କ୍ଷେତ୍ରଫଳ କଥା ଚିନ୍ତା କରିବା, ଏହାକୁ ଆମେ କଣ କହିବା ପିଲେ? ଏହାକୁ ଏକ, ଯେହେତୁ ଗୋଟେ ବର୍ଗ ପିଲେ ଏକ ବର୍ଗ ଏକକ ବୋଲି କହିବା। ଏକ ବର୍ଗ ଏକକ। ତ ଏଟା ଯଦି 1 ସେଣ୍ଟିମିଟର ହେଇଥିବ ପିଲେ ଆମେ କଣ କହିବା? 1 ବର୍ଗ ସେଣ୍ଟିମିଟର ବୋଲି କହିବା। ଏଇଟା 1 ଆଉ ଏଇଟା 1 ଯଦି ହେଇଥିବ ପିଲେ 1 ସେଣ୍ଟିମିଟର ଯଦି ହେଇଥିବ, 1 ସେଣ୍ଟିମିଟର ଯଦି ହେଇଥିବ ଆମେ କଣ କହିବା? 1 ବର୍ଗ ଏକକ ଜାଗାରେ ଆମେ କଣ କହିବା ପିଲେ? ସେଣ୍ଟିମିଟର। 1 ବର୍ଗ ସେଣ୍ଟିମିଟର ବା 1 ବର୍ଗ ସେଣ୍ଟିମିଟର ବୋଲି କହିବା। ତ ଏଇ ଯୋଉ ବର୍ଗ ସେଣ୍ଟିମିଟର ଯଦି ଆମେ କହିବା ପିଲେ ବା ବର୍ଗ ଏକକ ସେଣ୍ଟିମିଟର କୌଣସି ଏକକ ଯଦି ମୁଁ ନେଉନି ପିଲେ ସେଇ ଜାଗାରେ ମୁଁ ଏକକ ୱାର୍ଡ ୟୁଜ୍ କରିବି। ବର୍ଗ ଏକକ ଯୋଉ ଅଛି ପିଲେ, ଏଇ ବର୍ଗ ଏକକ ଆମେ ଗୋଟିଏ ଗୋଟିଏ ଯଦି ବର୍ଗରେ ଆମେ ଦେଖିବା, ଗୋଟେ ବଡ଼ ବର୍ଗ ଅଛି ପିଲେ, ଗୋଟେ ବଡ଼ ବର୍ଗରେ ଆମେ ଏହିପରି ରେଜିଅନ ବା ଏହିପରି କ୍ଷେତ୍ର ଆମେ କେତୋଟି ପାଉଛୁ ସେଇଟା ଆମେ ଚିନ୍ତା କରିବା ପିଲେ। ଆମେ ଯେତୋଟି ପାଉଛୁ ପିଲେ ସେତୋଟି ବର୍ଗ ଏକକ ସେହି କ୍ଷେତ୍ରର କ୍ଷେତ୍ରଫଳ ହେଇଯିବ। ବୁଝି ହେଲା କି ନାଇଁ ପିଲେ? ଆଉ ଥରେ ମୁଁ କହୁଛି, ଏଇଟା ହେଲା ଗୋଟେ ଛୋଟିଆ ୟୁନିଟ ପିଲେ, ଛୋଟିଆ ଏକକ। ତ ଛୋଟିଆ ଏକକ କାହାକୁ ଆମେ କହିବା? ଯାହାର ଦୈର୍ଘ୍ୟ ଏବଂ ପ୍ରସ୍ଥ ଏକ ହେଇଥିବ। ଯାହାର ଦୈର୍ଘ୍ୟ ଏବଂ ପ୍ରସ୍ଥ କଣ ହେଇଥିବ? ଏକ ହେଇଥିବ। 1 ସେଣ୍ଟିମିଟର ହେଲେ ହେଇଥାଉ, 1 ମିଟର ହେଲେ ହେଇଥାଉ, 1 କିଲୋମିଟର ହେଲେ ହେଇଥାଉ, କିନ୍ତୁ ଏକ ହେବା ଦରକାର ପିଲା। ବୁଝିହେଲା? ଆଉ ସେହିପରି ବର୍ଗ ଏକକ ଆମେ ଗୋଟିଏ ଚିତ୍ରରେ କେତୋଟି ପାଉଛୁ ସେତୋଟି ବର୍ଗ ଏକକ ହେବ ସେହି କ୍ଷେତ୍ରର କ୍ଷେତ୍ରଫଳ। ଯେମିତିକି ସପୋଜ ମୁଁ ଏହି ପ୍ରକାରର ବା ଏହି ରେଜିଅନର ଏହି କ୍ଷେତ୍ରର କ୍ଷେତ୍ରଫଳ ଏଠି ମୁଁ 10ଟି ଯଦି ପାଇଲି ପିଲେ,
ଏହାର କ୍ଷେତ୍ରଫଳ କେତେ ହେଇଯିବ 10 ବର୍ଗ ଏକକ। ବୁଝିହେଲା ପିଲେ? ଯଦି ଏଇଠି ମୁଁ ଦେଖୁଛି ପିଲେ, ଏଇଠି ମୁଁ କେତୋଟି ପାଉଛି ପିଲେ? ଏତେ ବଡ଼ ଦେଖୁଛ ତ ବୁଝ, ଏଇଟା ଯୋଉ ଅଛି ଏତେ ବଡ଼ ଯୋଉ ଚିତ୍ର ଅଛି ପିଲେ, ଏଠି ଆମେ ଚାରୋଟି ଏଇଭଳି ଚିତ୍ର ଆମେ ଚାରୋଟି ପାଉଛୁ। ତ ଏହାର କ୍ଷେତ୍ରଫଳ କେତେ ହେଇଯିବ ପିଲେ? ଆମେ କହିପାରିବା କି 4 ବର୍ଗ ଏକକ ବୋଲି। 4 ବର୍ଗ ଏକକ ବୋଲି। ଏଠି ଯଦି ଆମେ 10ଟି ପାଉଛୁ 10 ବର୍ଗ ଏକକ ବୋଲି କହିପାରିବା। ବୁଝିହେଲା ପିଲେ? ତ ଏଠି ଏଇ ଚିତ୍ର ଦେଖ ପିଲେ, ଗୋଟେ ଛୋଟିଆ ଜିନିଷ ତମେ ଅନୁମାନ କର। ଆମେ କଣ ଦେଖିବା, ଆମେ ଗଣିବାକୁ ପଡୁଛି 1 2 3 4 ଏମିତି ଗଣି ଗଣିକି ଯିବା ଏବଂ ଯେତୋଟି ଅଛି ସେତୋଟି ବର୍ଗ ଏକକ ହେଉଛି। କିନ୍ତୁ ପିଲା ଆମେ ଯଦି ଛୋଟିଆ ଟ୍ରିକ୍ ଏଠି ବ୍ୟବହାର କରିବା, ଆମେ କଣ କରିବା, ଦୈର୍ଘ୍ୟ ଆଡକୁ ଯିବା, ଆମେ ଦୈର୍ଘ୍ୟ ଆଡକୁ ଯିବା ଆଉ ପ୍ରସ୍ଥ ଆଡକୁ ଯିବା। ବୁଝିହେଲା ପିଲେ? ଦୈର୍ଘ୍ୟ ଆଡକୁ ଯିବା ଏବଂ ପ୍ରସ୍ଥ ଆଡକୁ ଯିବା। ଯଦି ଦୈର୍ଘ୍ୟ ଆଡକୁ ଯାଉଛୁ ପିଲେ, ଦୈର୍ଘ୍ୟ ଆଡକୁ ଯାଉଛୁ, ଏ ଆଡକୁ ଯାଉଛୁ, ଆମେ ଗଣିଦେବା ଆମେ ଏଇଭଳି କେତୋଟି ଆମେ ପାଉଛୁ। ଏଇଭଳି ଚିତ୍ର ଆମେ କେତୋଟି ପାଉଛୁ? ଆମେ 2ଟି ପାଉଛୁ। ଆମେ ପ୍ରସ୍ଥ ଆଡକୁ ଯିବା ପିଲା, ଆମେ ପ୍ରସ୍ଥ ଆଡକୁ ଯିବା, ଏଇଭଳି ଚିତ୍ର କେତୋଟି ପାଉଛୁ? 2ଟି ପାଉଛୁ। ବୁଝିହେଲା? 2ଟି ପାଉଛୁ। ଏବେ ଆମେ କଣ କରିବା, ଏଇ ଦୈର୍ଘ୍ୟ ଏବଂ ପ୍ରସ୍ଥକୁ, ଯେହେତୁ ଏଇଟା ବର୍ଗ ଚିତ୍ର ତ ଦୈର୍ଘ୍ୟ ଏବଂ ପ୍ରସ୍ଥ ସମାନ ଥିବ। ଏଇ 2ଟି ଚିତ୍ରକୁ ଆମେ କଣ କରିବା, ବା ଏଇ 2ଟି ଆଡେ ଯେତେବେଳେ ଗଲୁ ଯୋଉ ନମ୍ବର ପାଉଛୁ ସେଇ ନମ୍ବରକୁ କଣ କରିବା ପିଲେ, ଆମେ ଗୁଣିଦେବା। ଗୁଣିଦେଲା ପରେ କଣ ପାଉଛୁ ପିଲେ? 4 ପାଉଛୁ। ଆମେ ଗୋଟେ ଗୋଟେ କରି ଗଣିଲା ପରେ ବି ସେଇ 4 ଆଉଛି। କିନ୍ତୁ ଦୈର୍ଘ୍ୟ ଏବଂ ପ୍ରସ୍ଥକୁ ଯେତେବେଳେ ଆମେ ଗୁଣନ କରିଦଉଛୁ ପିଲେ, ସେତେବେଳେ ବି ଆମେ କଣ ପାଉଛୁ, ସେ ସମାନ ଜିନିଷ ହିଁ ପାଉଛୁ। ତ ଏଠିରୁ ଆମେ କଣ ଜାଣିଲୁ ପିଲେ? ଏଠିରୁ ଆମେ ଜାଣିଗଲୁ ଯେ କୌଣସି ବି ବର୍ଗ କ୍ଷେତ୍ର ସେଟା ଯେତେ ବଡ ହେଇଥାଉ ପିଲେ, ଯେତେ ବଡ ଗୋଟେ ବର୍ଗ କ୍ଷେତ୍ର ବି ହେଇଥାଉ, ସେଇ ବର୍ଗ କ୍ଷେତ୍ରର କ୍ଷେତ୍ରଫଳ ଆମେ ଜାଣିବା ପାଇଁ ଆମେ ଏଇଭଳି ଏରିଆକୁ, ଏଇଭଳି କ୍ଷେତ୍ରକୁ ଆମେ ଗୋଟେ ଗୋଟେ କରି ସଜେଇବା କି ପିଲେ? ଗୋଟେ ଗୋଟେ କରି ସଜେଇବା କି? ଏମିତି ତ କାଉଣ୍ଟ କଲେ ଗୋଟେ ଗୋଟେ ସଜେଇକି କାଉଣ୍ଟ କଲା ବେଳକୁ ଆମକୁ କେତେ ସମୟ ଲାଗିବ ସେଇ କ୍ଷେତ୍ରର କ୍ଷେତ୍ରଫଳ ବାହାର କଲା ବେଳେ। ତ ତେଣୁକରି କଣ କରିବା, ଆମେ ଏଠୁ ଏପର୍ଯ୍ୟନ୍ତ ମାପିଦେବା। ଦୈର୍ଘ୍ୟ ଆଡକୁ ମାପିଦେବା। ଏଇଟା ଯଦି 5 ହଉଛି, 5 ବର୍ଗ ଏକକ ହଉଛି, ବା 5 ବର୍ଗ ଏକକ ଜାଗାରେ ସେଣ୍ଟିମିଟର ଲଗାଅ, ମିଟର ଲଗାଅ, ଯାହା ଲାଗିଲେ। ଯଦି ଆମେ ସେଣ୍ଟିମିଟର କଥା ଚିନ୍ତା କରିବା, 5 ସେଣ୍ଟିମିଟର ହଉଛି ଦୈର୍ଘ୍ୟ ଆଡକୁ, ଆଉ ଏ ଆଡକୁ ଆମେ ଯଦି ଦେଖିବା କି ଏ ଆଡକୁ ବି 5 ସେଣ୍ଟିମିଟର ହଉଛି ପିଲେ, ତ ଏହାର ଏରିଆ ଆମେ ଇଜିଲି କହିପାରିବା। ଏଇ ଦୁଇଟିକୁ ଗୁଣିଦେବା ବୋଲି 5 5 5 into 5 25 ବର୍ଗ ସେଣ୍ଟିମିଟର। ବର୍ଗ ୱାର୍ଡ ଲଗେଇବା ପିଲେ, ବର୍ଗ ସେଣ୍ଟିମିଟର ବା ବର୍ଗ ସେମି ଲେଖିପାର ତମେ। ତ ଏଠି ଆମେ ଗୋଟେ ଗୋଟେ କରି ଯଦି ଆମେ ରଖିବା ପିଲେ, ଆମେ 25ଟି ଏଇଭଳି କ୍ଷେତ୍ର ଆମେ ଏଠି ରଖିପାରିବା। ତ ଯେହେତୁ 25 ବାହାରିଲା ପିଲେ, ଏଇଭଳି କ୍ଷେତ୍ର ଆମେ କେତୋଟି ଏଠି ରଖିପାରିବା? 25ଟି ରଖିପାରିବା। ଏବଂ ଏଇ କ୍ଷେତ୍ରର କ୍ଷେତ୍ରଫଳ କଣ ହେଇଯିବ? 25 ବର୍ଗ ବା 25 ବର୍ଗ ସେଣ୍ଟିମିଟର ହେଇଯିବ। ତ ତେଣୁକରି ବର୍ଗ କ୍ଷେତ୍ରର କ୍ଷେତ୍ରଫଳ କଣ ହୁଏ ପିଲେ? ଆମେ ମନେ ରଖିଛୁ କି ବାହୁ ଗୁଣନ ବାହୁ, ବାହୁ ଗୁଣନ ବାହୁ। ଆଉ ବାହୁକୁ ତମେ ଯଦି ଏ ବୋଲି ଭାବୁଛ ବୋଲେ କଣ ହେଇଯିବ ପିଲେ? ଏ ଇଣ୍ଟୁ ଏ, ବା ଏହାକୁ ଆମେ ଏ ସ୍କ୍ୱାର ବୋଲି କହିଥାଉ। ବୁଝିହେଲା ପିଲେ? ଏବଂ ଯଦି ଏକକ ଲେଖୁଛ ପିଲେ, ବର୍ଗ ଏକକ, ବର୍ଗ ଏକକ, ଏକକ ଚେଞ୍ଜ ହେବ ପିଲେ। ତମେ ଯଦି ସେଣ୍ଟିମିଟର ବେଲେ ବର୍ଗ ସେଣ୍ଟିମିଟର, ମିଟର ବେଲେ ବର୍ଗ ମିଟର, କିଲୋମିଟର ବେଲେ ବର୍ଗ କିଲୋମିଟର ହେବ। ତ ଏହିପରି ଭାବରେ ଆମେ କ୍ଷେତ୍ରଫଳର ମାପ କରିଥାଉ ପିଲେ। ବୁଝିହେଲା ପିଲେ? ତାପରେ ଦେଖ ପିଲେ, ଯଦି ଆମେ ଆୟତ ଚିତ୍ରର କଥା ଚିନ୍ତା କରିବା, ଆୟତ କ୍ଷେତ୍ରରେ ବି ବା ଆୟତ ଚିତ୍ରରେ ବି ଆମେ ସେଇଭଳି କନସେପ୍ଟ ଏଠି ୟୁଜ କରିବା ପିଲେ। ଏଇଟା ହଉଛି ପିଲେ ଗୋଟେ ଆୟତ କ୍ଷେତ୍ର। ତମେ ଦେଖିପାରୁଥିବ କ୍ଷେତ୍ର ବୋଲି ପିଲେ ଅନ୍ତସ୍ଥ କଥା ମୁଁ କହୁଛି ଏବଂ 4ଟି ବାହୁ କଥା ମୁଁ କହୁଛି। ଆୟତ କ୍ଷେତ୍ର ବୋଲି ଏବଂ ଆୟତ ଚିତ୍ର ବୋଲି ଏଇଟା ପିଲେ ଆୟତ ଚିତ୍ର। ଏଇଭଳି ଚିତ୍ରକୁ ଆମେ ଆୟତ ଚିତ୍ର କହିବା ପିଲେ। ଆୟତ କ୍ଷେତ୍ର ବୋଲି ପିଲେ ଏଇ ସବୁ ଏରିଆ ବି ଏଠି ଇନକ୍ଲୁଡ ହେଇଯାଉଛି। ଏଇ ସବୁ ଜାଗା ବି, ଏଇ ସବୁ ରେଜିଅନ କୁ ଆମେ, ଏଇ ସବୁ ରେଜିଅନ ଅନ୍ତର୍ଦେଶ ବି ଏଠି ସଂଯୋଗ ହେଇଯାଉଛି ଯେତେବେଳେ ମୁଁ ଆୟତ କ୍ଷେତ୍ର କହୁଛି। ତ ଦେଖିବା ପିଲେ, ଏଇଟା ଗୋଟେ ଛୋଟିଆ ବର୍ଗ କ୍ଷେତ୍ର, ଏଇଟା ଗୋଟେ ଛୋଟିଆ ବର୍ଗ କ୍ଷେତ୍ର। ଏହାର ଦୈର୍ଘ୍ୟ ବି 1 ଏକକ ଆଉ ପ୍ରସ୍ଥ ବି 1 ଏକକ। ତ ଏଇଭଳି ଆମେ କେତୋଟି ଏଠି ପାଉଛୁ ପିଲେ? 1 2 3 4 5 6 7 8। ତ ଏଇ ଯୋଉ ଏତେ ବଡ ଏରିଆ ହେଲା ପିଲେ, ଏଇ ଯୋଉ ଏତେ ବଡ ଆମେ ଯୋଉ ପାଉଛୁ ଚିତ୍ର, ବୁଝିହେଲା ପିଲେ? ଏହାର କ୍ଷେତ୍ରଫଳ ଆମେ ଇଜିଲି କହିପାରିବା ଯେ ଯେହେତୁ ଏଇ ଛୋଟିଆର କ୍ଷେତ୍ରଫଳ 1 ବର୍ଗ ଏକକ, ସେଇପରି ଏହାର କେତେ ହେବ? 8 ବର୍ଗ ଏକକ। 8 ବର୍ଗ ଏକକ ଆମେ ଗଣି ଦେଇ କହିପାରିବା। ଏବଂ ଯଦି ଆମେ ଏଠି ଟ୍ରିକ୍ ଲଗାଇବା ପିଲେ, ସେଇ ଟ୍ରିକ୍ କଣ? ଆମେ ଦୈର୍ଘ୍ୟ ଆଡକୁ ଯିବା, ଦୈର୍ଘ୍ୟ ଆଡକୁ ଯିବା ଏବଂ ଦୈର୍ଘ୍ୟକୁ କଣ କହନ୍ତି ପିଲେ? ଦୈର୍ଘ୍ୟକୁ କହନ୍ତି ଲେନ୍ଥ ବୋଲି କହନ୍ତି। ଦୈର୍ଘ୍ୟକୁ କଣ କହନ୍ତି? ଲେନ୍ଥ ବୋଲି କହନ୍ତି ଏବଂ ଏହାର ନିକ୍ ନେମ୍ ହେଇଗଲା ଏଲ୍।
ସେମିତି ଆମେ ଯଦି ପ୍ରସ୍ତ ଆଡକୁ ଯିବା, ପ୍ରସ୍ତକୁ କଣ ବୋଲି କହନ୍ତି? ପ୍ରସ୍ତକୁ ଇଂରାଜୀରେ କହନ୍ତି ବ୍ରେଡ୍। ମୁଁ ଆଗକୁ କହିସାରିଛି ବ୍ରେଡ୍ ଏବଂ ଏହାର ନିକ୍ ନେମ୍ ହେଉଛି ବି। ତ ଆମେ ଲେନ୍ଥ ଆଡକୁ ଯିବା, ଆମେ କେତୋଟି ପାଉଛୁ ପିଲେ? 1 2 3 4, ଚାରୋଟି ପାଉଛୁ ପିଲେ ଆମେ। ଏବଂ ବ୍ରେଡ୍ ଆଡକୁ ଯିବା ପିଲେ ଆମେ 1 2 ଦୁଇଟି ପାଉଛୁ। ତ 4 into 2 କରିଦେବା ପିଲେ ଆମେ 8। ଆମେ ଗୋଟେ ଗୋଟେ କରି ଗଣିଲେ ବି ସେ ଏକା ନମ୍ବର ଆସୁଛି ପିଲେ। ଆମେ ଦୈର୍ଘ୍ୟ ଆଡକୁ ପ୍ରସ୍ତ ଆଡକୁ ଗଣି ଗଣି କରିକି ଗୁଣିକି ଦେଲେ ବି ସେଇ ଏକା ଆସୁଛି ପିଲେ। ତ ଆମେ କାହିଁକି ଗୋଟେ ଗୋଟେ କରି ଗଣିବା ପିଲେ? ତେଣୁକରି ଏଠି ଆମେ କଣ କରିବା? ଆମେ ଦୈର୍ଘ୍ୟ ଗୁଣନ ପ୍ରସ୍ତ ଆଉ କଣ ଲେଖିବା ପିଲେ? ବର୍ଗ ଲେଖିବା ଏଠି। କାହିଁକି ଏତିଟି ବର୍ଗ ଏକକ ଅଛି? ବର୍ଗ ଏକକ ବୋଲି କହିବା। L into B ବର୍ଗ ଏକକ ବା ଦୈର୍ଘ୍ୟ ଗୁଣନ ପ୍ରସ୍ତ ବର୍ଗ ଏକକ ହେଇଯିବ ଆୟତ କ୍ଷେତ୍ରର କ୍ଷେତ୍ରଫଳର ସୂତ୍ର ପିଲେ। ଏଇଟା ହଉଛି ବହୁତ ଇମ୍ପୋର୍ଟାଣ୍ଟ ସୂତ୍ର ପିଲେ ଏବଂ ଏଇଟା ଯୋଉ ତମେ ପାଉଛ ବର୍ଗ କ୍ଷେତ୍ରର କ୍ଷେତ୍ରଫଳ ବାହୁ ଗୁଣନ ବାହୁ, ଏଇଟା ବି ଦୁଇଟା ଆମେ ବହୁତ ଇମ୍ପୋର୍ଟାଣ୍ଟ ଆମେ କ୍ଷେତ୍ରଫଳର ସୂତ୍ର ପାଉଛୁ ପିଲେ। ବୁଝିହେଲା ପିଲେ? ଏଇ ଦୁଇଟି ସୂତ୍ର ଆମେ ବ୍ୟବହାର କରି ଆମେ ବହୁତ ସାରା 5C ର ବହୁତ ସାରା ନମ୍ବର ଆମେ ଏଠି କରିଦେବା ପିଲେ। ବୁଝି ହଉଛି ପିଲେ କନସେପ୍ଟ? ତାପରେ ପିଲେ ଆମେ ଗୋଟେ ଆୟତ ଚିତ୍ର ପାଉଛୁ ଏବଂ ଏଇ ଆୟତ ଚିତ୍ରର କ୍ଷେତ୍ରଫଳ, ଏଇ ଆୟତ ଚିତ୍ରର କ୍ଷେତ୍ରଫଳ କଣ ପିଲେ? ଆୟତ ଚିତ୍ରର କ୍ଷେତ୍ରଫଳ ହଉଛି ଦୈର୍ଘ୍ୟ ଗୁଣନ ପ୍ରସ୍ତ ବା ଲେନ୍ଥ ଇଣ୍ଟୁ ବ୍ରେଡଥ ବୋଲି ଆମେ କହିବା। ବୁଝିହେଲା ପିଲେ? ଏଠି ତମେ ଦେଖିପାରୁଥିବ ଦୁଇଟି କଲର ଅଛି ଏବଂ ଏଠି ଯୋଉ ଦେଖୁଛ ମଝିରେ ଏଇଟା ହଉଛି ଏହାର କର୍ଣ୍ଣ। କଣ ବୋଲି କହିଥାଉ ଆମେ? କର୍ଣ୍ଣ ବୋଲି କହିଥାଉ। ଆଉ ଗୋଟେ ଆୟତ ଚିତ୍ରକୁ ପିଲେ, ଗୋଟେ ଆୟତ ଚିତ୍ରକୁ, ଏଇଟା ହଉଛି ଆୟତ ଚିତ୍ର ପିଲେ ଏବଂ ଗୋଟେ ଆୟତ ଚିତ୍ରକୁ କର୍ଣ୍ଣ ସମାନ ଦୁଇ ଭାଗ କରିଦେବେ। କଣ କରିଦିଏ? ସମାନ ଦୁଇ ଭାଗ କରିଦିଏ। ତ ଏହାର କ୍ଷେତ୍ରଫଳ ଯେତେ ହେବ ପିଲେ, ଏହାର କ୍ଷେତ୍ରଫଳ ବି ସେତିକି ହେବ। ବୁଝିହେଲା? ପୁରା ଆୟତ ଚିତ୍ରର କ୍ଷେତ୍ରଫଳ କେତେ ପିଲେ? ମୁଁ ଯଦି ଏହାର ନାଁ ଦେଇଦେବି ପିଲେ ଏ ବି ଆଉ ସି, ଏଇଟାକୁ ଡି ଦେଇଦେବି, ତ ଏ ବି ସି ଡି ତମେ ଦେଖିପାରୁଛ ପିଲେ ଏବିସି ର କ୍ଷେତ୍ରଫଳ, ତ୍ରିଭୁଜର କଥା ମୁଁ ଚିନ୍ତା କରିବି, ତ୍ରିଭୁଜ ଏବିସି ର କ୍ଷେତ୍ରଫଳ ଯଦି ମୁଁ କହିବି, କ୍ଷେତ୍ରଫଳ କ୍ଷେଫ ଲେଖି ଦଉଛି ପିଲେ, କ୍ଷେତ୍ରଫଳ ତାହେଲେ କଣ ହବ ପିଲେ? ଯେହେତୁ ଏଇ କର୍ଣ୍ଣ ଏହାକୁ ଦୁଇ ସମାନ ଭାଗରେ କରିଦଉଛି, ତେଣୁକରି ଆମେ କଣ କରିବା? ଏଇ ଆୟତ କ୍ଷେତ୍ରର କ୍ଷେତ୍ରଫଳ ବା ଏବିସିଡି ର କ୍ଷେତ୍ରଫଳ, ଏବିସିଡି ର କ୍ଷେତ୍ରଫଳ କ୍ଷେଫ ଲେଖି ଦଉଛି ବାଇ 2 କରିଦେବା ବେଲେ ଅଧା ବାହାରି ଯିବ କି ନାଇଁ ପିଲେ? ତ୍ରିଭୁଜ ଏବିସି ର କ୍ଷେତ୍ରଫଳ। ତ ଏଇ ଯୋଉ 1/2 ଅଛି ବା 2 ଅଛି ବାଇ 2 ଅଛି, ଏହାକୁ ମୁଁ 1/2 ଲେଖିପାରିବି। ଆଉ ଏବିସିଡି ର କ୍ଷେତ୍ରଫଳ କଣ ପିଲେ? L into B କି ନାଇଁ ପିଲେ? ଏବିସିଡି ବିଲେ ପିଲେ ଏଠି ଗୋଟେ ଆୟତ କ୍ଷେତ୍ର ଏଇଟା। ତ ତେଣୁକରି ଆୟତ କ୍ଷେତ୍ରର କ୍ଷେତ୍ରଫଳ କଣ ହେଇଯିବ? L into B ହେଇଗଲା। ଆଉ ହାଫ ହୋଲ ଇଣ୍ଟୁ ବା ହାଫ L into B ହେଇଗଲା ପିଲେ। ଏଇଟା କାହାର କ୍ଷେତ୍ରଫଳ ପିଲେ? ଏବିସି ର କ୍ଷେତ୍ରଫଳ, ତ୍ରିଭୁଜ ଏବିସି ର କ୍ଷେତ୍ରଫଳ। ତ ଆମେ ଜାଣିଗଲୁ। ଆଉ ତ୍ରିଭୁଜ ଏବିସି କଣ ପିଲେ? ଏଇ ଯୋଉ ବି କୋଣ ତମେ ଦେଖୁଛ, ଏଇଟା ତ 90 ଡିଗ୍ରୀ। ଆୟତ କ୍ଷେତ୍ରରେ ସବୁ କୋଣ 90 ଡିଗ୍ରୀ ହୁଏ। ତ ଗୋଟେ ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ ଆମେ ଜାଣିଗଲୁ କି ନାଇଁ ପିଲେ ଏଠି? ତ ସମକୋଣୀ ତ୍ରିଭୁଜର ଆମେ ଏଠି ଲେଖିପାରିବା କି କୌଣସି ବି ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ କଥା ଆମେ ଯଦି ଚିନ୍ତା କରିବା, କ୍ଷେତ୍ରଫଳ କଥା ଆମେ ଚିନ୍ତା କରିବା, ତାର ସୂତ୍ର କଣ ହବ ପିଲେ? ହାଫ ଏଲ। ଏଲ ଦେଖୁଛ ପିଲେ, ଏଇଟାକୁ ଆମେ ଏଲ କହିବା, ଏଇଟାକୁ ଆମେ ବି କହିବା। ଏଲ ବି ଯୋଉ ଅଛି ପିଲେ, ଏଇଟା ସମକୋଣ ସହିତ ସଂଲଗ୍ନ ହେଇକି ଅଛି କି ନାଇଁ ପିଲେ? ସଂଲଗ୍ନ ବୋଲେ କଣ ପିଲେ? ଲାଗିକିରି ଅଛି। ବୁଝିହେଲା? ତ ଏଇ ଯୋଉ ସମକୋଣ ସହିତ ସଂଲଗ୍ନ ହେଇକିରି ଯୋଉ ଦୁଇଟି ବାହୁ ଅଛି, ସେମାନଙ୍କର ଗୁଣଫଳ କି ନାଇଁ ପିଲେ? ଏଇଟାକୁ ଆମେ ଏମିତି ଲେଖିପାରିବା ପିଲେ, ସମକୋଣ, ବୁଝିହେଲା ପିଲେ? ସମକୋଣ ସହ ବା ସହିତ ସହ ସଂଲଗ୍ନ ବାହୁ ମାନଙ୍କର, ବାହୁ ଦୁଇଟିର ଲେଖିଦେଲେ ହେଇଯିବ, ବାହୁ ଦୁଇଟିର ଗୁଣଫଳ। ଏମିତି ଆମେ ଲେଖିପାରିବା। ତ ଗୋଟେ ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ ଇକ୍ୱାଲ ଟୁ ହାଫ ଇଣ୍ଟୁ, ବୁଝିହେଲା ପିଲେ? ହାଫ ଇଣ୍ଟୁ ସମକୋଣ, ସମକୋଣ ସହ ସଂଲଗ୍ନ ବାହୁ ଦୁଇଟିର ଗୁଣଫଳ। ସମକୋଣ ସହ ସଂଲଗ୍ନ ବାହୁ ଦୁଇଟିର ଗୁଣଫଳ ଆମେ କହିପାରିବା ପିଲେ। ବୁଝିହେଲା ପିଲେ? ତ କୌଣସି ବି ଦେଖ ପିଲେ, କୌଣସି ବି ଗୋଟେ ତମ ପାଖରେ ସମକୋଣ ଆସିଲା, ସମକୋଣ ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରିବା ପାଇଁ ଚାହୁଁଛ, ତାହେଲେ କଣ କରିବ ପିଲେ? ହାଫ କରିବ ଏବଂ ଏ ସମକୋଣ ସହିତ ସଂଲଗ୍ନ ଏଇ ଦୁଇଟି ବାହୁର ଗୁଣ। ବୁଝିହେଲା ପିଲେ? ଏ ବି ଆଉ ସି ଯଦି ଅଛି ପିଲେ, ଏଠି ଆମେ କଣ କରିବା? ଏ ବି ଗୁଣନ ବି ସି କରିଦେବା। ବୁଝିହେଲା ପିଲେ? ସମକୋଣ ସହିତ ସଂଲଗ୍ନ ବାହୁ ଦୁଇଟିର ଗୁଣଫଳ ତାର ଅଧା ପିଲେ। ଏଇଟା ହଉଛି କୌଣସି ବି ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ ଯଦି ନିର୍ଣ୍ଣୟ କରିବା ପାଇଁ ଚାହୁଁଛ, ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ ଯଦି ନିର୍ଣ୍ଣୟ କରିବା ପାଇଁ ଚାହୁଁଛ, ଏଇଟା ହଉଛି ସୂତ୍ର ପିଲେ। ବାସ୍ ଏତିକି ତ କନସେପ୍ଟ ପିଲେ। ଏତିକି ତ କନସେପ୍ଟ। ଆଉ କଣ କନସେପ୍ଟ ରହିଛି ପିଲେ? ଆଉ କିଛି କନସେପ୍ଟ ସେତେ ନାହିଁ ପିଲେ। ଏବଂ ତମେ ଦେଖିଲ ପିଲେ, ଗୋଟେ ଆବଦ୍ଧ ଚିତ୍ରର, ଆବଦ୍ଧ ବେଲେ କଣ ପିଲେ? ଯୋଉଟା ବନ୍ଦ ହେଇକି ଥିବ ପିଲେ। ଯେକୌଣସି ଗୋଟେ ଆବଦ୍ଧ ଚିତ୍ରର ଆମେ କ୍ଷେତ୍ରଫଳ
ନିର୍ଣ୍ଣୟ କରିପାରିବା ତ ଅଲଗା କଥା। ଯେକୌଣସି ଗୋଟେ ଆବଦ୍ଧ ଚିତ୍ରର କ୍ଷେତ୍ରଫଳ ଥାଏ ବୋଲି ତାର କ୍ଷେତ୍ରଫଳ ଥିବ। କିନ୍ତୁ ଯଦି ଆବଦ୍ଧ ନଥିବ ବେଲେ ତାର କ୍ଷେତ୍ରଫଳ ଆମେ କହିପାରିବା ନାହିଁ। କିନ୍ତୁ ଆବଦ୍ଧ ଥିଲେ ଆମେ ତାହାର କ୍ଷେତ୍ରଫଳ ନିର୍ଣ୍ଣୟ କରିପାରିବା ବା ଯାହାର ଯେକୌଣସି ଗୋଟେ କ୍ଷେତ୍ରଫଳ ଥାଏ ଏବଂ ତାହା ସବୁବେଳେ କଣ ହେବ ବେଲେ ଗୋଟେ ଧନାତ୍ମକ ସଂଖ୍ୟା ହେବ ବେଲେ। ଗୋଟେ ଧନାତ୍ମକ, ଋଣାତ୍ମକ ତ ହେବ ନାହିଁ ବେଲେ କ୍ଷେତ୍ରଫଳ। ଯେକୌଣସି ଗୋଟେ ଧନାତ୍ମକ ସଂଖ୍ୟା ହେବ ବେଲେ। ଏବଂ ଯଦି ଆମେ ଏଠି ଯଦି ଚିନ୍ତା କରିବା ବେଲେ ତ୍ରିଭୁଜ, ଚତୁର୍ଭୁଜ, ଠିକ ଅଛି? ପଞ୍ଚଭୁଜ, ଷଡଭୁଜ, ଏଠି ପିଲେ ସେମାନଙ୍କର ଯୋଉ କର୍ଣ୍ଣ ଥାଏ ପିଲେ ସେଇ କର୍ଣ୍ଣ କଣ କରେ ସବୁବେଳେ କଣ କରେ ତ୍ରିଭୁଜ ତ୍ରିଭୁଜରେ ଭାଗ ଭାଗ କରିଦେଇଥିଲେ। ଯେମିତିକି ଆମେ ଏଇଟା ତ ତ୍ରିଭୁଜ ବୋଲି ଗୋଟେ ତ୍ରିଭୁଜ ପାଉଛୁ। ଯଦି ଚତୁର୍ଭୁଜ ଆସିଲା ପିଲେ ଚତୁର୍ଭୁଜର ଯୋଉ କର୍ଣ୍ଣ ଅଛି ପିଲେ ସେ ଦୁଇଟି ତ୍ରିଭୁଜରେ ଭାଗ କରିଦଉଛି। ଏଇ ଦୁଇଟି ତ୍ରିଭୁଜର କ୍ଷେତ୍ରଫଳର ସମଷ୍ଟି ହେଇଯିବ ଏଇ ଚତୁର୍ଭୁଜର କ୍ଷେତ୍ରଫଳ। ସେମିତି ଆମେ ଯଦି ପଞ୍ଚଭୁଜ କଥା ଚିନ୍ତା କରିବା ପିଲେ ପଞ୍ଚଭୁଜରେ ବି ଆମେ ଯଦି କର୍ଣ୍ଣ ମାନେ ଆମେ ଡ୍ର କରିଦେବା ଏଠି ଦେଖ ପିଲେ ଏଇଟା ଗୋଟେ କର୍ଣ୍ଣ ମୁଁ ଡ୍ର କଲି ଆଉ ଗୋଟେ କର୍ଣ୍ଣ ଡ୍ର କଲି ପିଲେ ବୁଝିହେଲା ପିଲେ। ତ ଯେତେବେଳେ ଦୁଇଟି କର୍ଣ୍ଣ ମୁଁ ଡ୍ର କରୁଛି ଏଇଟା ଗୋଟେ ତ୍ରିଭୁଜ ହେଲା, ଏଇଟା ଗୋଟେ ତ୍ରିଭୁଜ ହେଲା, ଏଇଟା ଗୋଟେ ତ୍ରିଭୁଜ ହେଲା। এই ତିନୋଟି ତ୍ରିଭୁଜର ସମଷ୍ଟିରେ ଏଇ ଯୋଉ ପଞ୍ଚଭୁଜ ପାଉଛ ଏଇ ପଞ୍ଚଭୁଜର କ୍ଷେତ୍ରଫଳ ଗଠିତ ହେଇଛି। ବୁଝିହେଲା ପିଲେ? ତ ଏମିତି ଆମେ ଷଡଭୁଜ କଥା ବି ଯଦି ଚିନ୍ତା କରିବା ସେମିତି ଷଡଭୁଜରେ ବି ଆମେ ଆମେ ତ୍ରିଭୁଜ ଗୁଡିକ ପାଇବା ଆଉ ସେ ତ୍ରିଭୁଜ ଗୁଡିକର ଯେତେବେଳେ ଆମେ କ୍ଷେତ୍ରଫଳର ସମଷ୍ଟି ନିର୍ଣ୍ଣୟ କରିଦେବା ଆମେ ସେଇ ଷଡଭୁଜର କ୍ଷେତ୍ରଫଳ ଆମକୁ ମିଳିଯିବ। ଏତିକି କନସେପ୍ଟ ଆମେ ଜାଣିଲା ପରେ ପିଲେ ଆମେ ଇଜିଲି ବହୁତ ସରଳ ଉପାୟରେ ଆମେ ଅନୁଶୀଳନୀ 5C କରିପାରିବା ପିଲେ। ତମେ ଯେତେବେଳେ ନମ୍ବର ଗୁଡିକ ଦେଖିବ ପିଲେ ଆମେ ବହୁତ ସୁନ୍ଦର ଭାବରେ ଆମେ ଅନୁଶୀଳନୀ 5C କରିବା। କେବଳ ଏତିକି କନସେପ୍ଟ। କନସେପ୍ଟ କଣ କଣ ପିଲେ? ଗୋଟେ ହେଲା କନସେପ୍ଟ ହେଉଛି ପିଲେ ତିନୋଟି କନସେପ୍ଟ ଆମେ ପାଇଲୁ। ଗୋଟେ ହେଲା ଆୟତ କ୍ଷେତ୍ରର କାରଣ ପିଲେ ଆୟତ କ୍ଷେତ୍ରର ଆୟତ କ୍ଷେତ୍ରର କ୍ଷେତ୍ରଫଳ ବୁଝିହେଲା ପିଲେ। କ୍ଷେପ ମାନେ କ୍ଷେତ୍ରଫଳ ପିଲେ L into B ବର୍ଗ ଏକକ। ବୁଝିହେଲା ପିଲେ ଭେରି ଭେରି ଇମ୍ପୋର୍ଟାଣ୍ଟ ଏଇଟା ଗୋଟେ। ତାପରେ ଦୁଇ ନମ୍ବରରେ ଆମେ କଣ ପାଇଲୁ ପିଲେ ବର୍ଗ କ୍ଷେତ୍ରର ଆମେ ଯଦି କ୍ଷେତ୍ରଫଳ ଦେଖିବା ପିଲେ କଣ ହବ ପିଲେ ବାହୁ ଗୁଣନ ବାହୁ ଗୁଣନ ବାହୁ ବା ତାହାକୁ a ସ୍କୋୟାର ଭାବରେ ତମେ ମନେ ରଖିପାର ପିଲେ। ଆଉ ଗୋଟେ ହେଲା ପିଲେ ସମକୋଣୀ ଆଉ ଗୋଟେ କଣ ପିଲେ ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ ସମକୋଣୀ ବୁଝି ହଉଛି ତ୍ରିଭୁଜର କ୍ଷେତ୍ରଫଳ ଏଇଟା ବି ଆମେ ଜାଣିଲୁ ପିଲେ କଣ ପିଲେ ହାଫ ଆଉ ସମକୋଣ ସହ ହାଫ ଇଣ୍ଟୁ ସମକୋଣ ସହ ସଂଲଗ୍ନ ବାହୁ ଦ୍ୱୟର ଗୁଣଫଳ ବୁଝିହେଲା ପିଲେ। ଏଇ ତିନୋଟି ଯୋଉ କନସେପ୍ଟ ଆମେ ପାଉଛୁ ପିଲେ ଏଇଟା ହଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ। ଆଉ ଏଇ ତିନୋଟି କନସେପ୍ଟ ଆମେ ବ୍ୟବହାର କରିକି ଆମେ ଅନୁଶୀଳନୀ 5C କରିବା। ବୁଝି ହଉଛି ପିଲେ? ଠିକ ଅଛି।